ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 65। ତୁମେ କେତେ ଭାଗ୍ୟବାନ। ତୁମେ ଯେକୌଣସି ଅବସ୍ଥାରେ ରୁହ ନା କାହିଁକି, ତୁମେ ତୁମ ଭିତରେ ଏହିପରି ଅନେକ ବସ୍ତୁ ବା ଗୁଣ ଥିବାର ଜାଣିପାରିବ, ଯାହାକି ଅନ୍ୟ ପାଖରେ ନାହିଁ। ତୁମଠାରେ ଥିବା ଏହି ଗୁଣମାନ ତୁମକୁ ଅନ୍ୟ ଅପେକ୍ଷା ଉନ୍ନତ ଏବଂ ଭାଗ୍ୟଶାଳୀ କରିବ। ଏକ ଉଦାହରଣ ଦେଖ। ହେରାଲ୍ଡ ଏବଟ୍ ନାମକ ଜଣେ ବ୍ୟକ୍ତି ଥିଲେ। ତାଙ୍କର ସାରା ଜୀବନର ଉପାର୍ଜନ ନଷ୍ଟ ହୋଇଗଲା। ବହୁତ ଋଣ କରିଥିଲେ। ସେତକ ପରିଶୋଧ କରିବା ସକାଶେ 7 ବର୍ଷ ସମୟ ଦରକାର। ସେ ଏକ ନୂଆ ଦୋକାନ ଖୋଲିବା ଉଦ୍ଦେଶ୍ୟରେ ଋଣ ଆଣିବାକୁ ଯାଉଥିଲେ। ମନ ଭିତରେ ଆର୍ଥିକ ଚିନ୍ତା ଭରି ରହିଥିଲା। ଋଣ ପରିଶୋଧ ହେବ କିପରି? ଘର ଖର୍ଚ୍ଚ ଚଳିବ କିପରି? ସାଂସାରିକ ପ୍ରତିଷ୍ଠା ରହିବ କିପରି? ଏକ ପରାଜିତ ବ୍ୟକ୍ତି ସମାନ ସେ ଭାରାକ୍ରାନ୍ତ ମନରେ ରାସ୍ତାରେ ଚାଲୁଥିଲେ। ସେତେବେଳେ ସଡ଼କ କଡ଼ରେ ବସି ରହିଥିବା ଜଣେ ଲୋକକୁ ସେ ଦେଖିଲେ। ତାହାର ଗୋଡ଼ କଟି ଯାଇଥିଲା। ହାତରେ ଭରା ଦେଇ ସେ ଚଳପ୍ରଚଳ ହେଉଥିଲା। ସେ ହସି ହସି ହେରାଲ୍ଡ ସାହେବଙ୍କୁ ସ୍ୱାଗତ ଜଣାଇଲା। ସେ ହୃଦୟର ଉତ୍ସାହ ଓ ପ୍ରସନ୍ନତା ଅଜାଡ଼ି ଦେଇ କହିଲା, ନମସ୍ତେ, କି ସୁନ୍ଦର ସକାଳ। କୁହନ୍ତୁ, ଭଲ ଅଛନ୍ତି ତ? ସେ ଲୋକଟିର ପ୍ରସନ୍ନତା ଭରା ଜୀବନ, ଅତ୍ୟନ୍ତ ଅସୁବିଧା ତଥା ଅଙ୍ଗହାନି ହୋଇଥିଲେ ସୁଦ୍ଧା ଉଲ୍ଲାସ ଓ ହର୍ଷଭରା ଜୀବନ ତାଙ୍କ ଜୀବନଧାରାକୁ ବଦଳାଇ ଦେଲା। ନିଜର ଚିନ୍ତା ଯୋଗୁଁ ସେ ଆତ୍ମଗ୍ଳାନି ଅନୁଭବ କଲେ। ତାଙ୍କ ଗୋଡ଼ ଯୋଡ଼ିକ ପରମେଶ୍ୱରଙ୍କର କେତେ ବଡ଼ ବରଦାନ ବୋଲି ସେ ଜାଣିପାରିଲେ। ନିଜର ନୈରାଶ ଓ ଚିନ୍ତା ଯୋଗୁଁ ସେ ହାର୍ଦ୍ଦିକ କ୍ଷୋଭ କଲେ। ସେ ଭାବିଲେ, ଗୋଡ଼ କଟିଯାଇଥିବା ଏହି ଗରିବ ଲୋକଟି ଯଦି ଏତେ ପ୍ରସନ୍ନ ଉଲ୍ଲସିତ ହୋଇପାରେ, ଜୀବନରେ ଆନନ୍ଦ ଅନୁଭବ କରିପାରେ, ତେବେ ସେ ତା ତୁଳନାରେ ଅଧିକ ଆନନ୍ଦରେ ରହିପାରନ୍ତି। ଏ ଭାବନା ତାଙ୍କ ଚିନ୍ତାକୁ ଉଲ୍ଲାସ ରୂପେ ପରିବର୍ତ୍ତିତ କରିଦେଲା। ପରମେଶ୍ୱରଙ୍କର ଯେଉଁ ଦାନ ଏ ପର୍ଯ୍ୟନ୍ତ ତାଙ୍କ ନିକଟରେ ସୁରକ୍ଷିତ ଅବସ୍ଥାରେ ଥିଲା, ସେହି ସମ୍ପଦକୁ ସେ ଦେଖିବାରେ ଲାଗିଲେ। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।